ଚ୍ୟାନେଲ ରୁ ଅଖଳ ଚ୍ୟାନେଲ ରୁ ଶୁଣିକି ମୁଁ ଟିକେ ଭ୍ରମରେ ପଇଲି। ମୁଁ ବାହା ନହେଲେ ମୁକ୍ତି ଅଛି ନା ମୁକ୍ତି ନାହିଁ କିଛି ବୁଝିପାରିଲିନି। ବାହା ନହେଲେ ମୁକ୍ତି ନାହିଁ, ଯିଏ ତତେ କହୁଛି ସେଇ ଲୋକଟା ସଂସାର ହେଇଥିବ। ଆଜ୍ଞା ସେ ସଂସାର ଲୋକ ସେ କଥା କହୁଛି, କାହିଁକିନା ସିଏ ସଂସାର କରିଛନ୍ତି ତ, ତେଣୁ ସିଏ ଆଜ୍ଞା କହୁଛନ୍ତି ତମେ ସଂସାର ନ କଲେ ହବନି। ଗୋଟେ କଥା କହୁଛି ଶୁଣୁ, ଆଜ୍ଞା ଯିଏ ନ ଖାଏ ଗଞ୍ଜେଇ ଧୂଆଁ ତା ଆଜ୍ଞା ବଂଶରେ ଘୋଡା ମୁଆଁ। ଆଜ୍ଞା ବୁଝିଲେ, କାହିଁକି ଏ କଥା ଗଞ୍ଜଡ କହନ୍ତି ନା ଆଉ, କାହିଁକି ଆଜ୍ଞା ନା ଗଞ୍ଜଡ କେବଳ ଗଞ୍ଜଡ ତ ଗଞ୍ଜେଇ ଖାଆନ୍ତି ନା, ତେଣୁ ଆଜ୍ଞା ସିଏ କହିଲେ ଯିଏ ନ ଖାଏ ଗଞ୍ଜେଇ ଧୂଆଁ ତା ବଂଶରେ ଘୋଡା ମୁହାଁ। ଆଜ୍ଞା ବୁଝିପାରୁଛ ନା, ତେଣୁ ସେମିତି ସିଏ ଯିଏ ବିବାହ ହେଇଛି ତାକୁ ସେ ବିବାହ ବନ୍ଧନ ଟା ଭଲ ଲାଗୁଛି, ବୁଝିଲୁ, ଆଜ୍ଞା ତାକୁ ସେଇଟା ଆଜ୍ଞା ସୁଖ ଲାଗୁଛି, ତେଣୁ ସିଏ କହୁଛି ମୁଁ ଯୋଉ ସୁଖରେ ଉବୁଟୁବୁ ହଉଛି ତୁ ସେଇ ସୁଖରେ ଉବୁଟୁବୁ ହ। ସେଇ କଥାଟା ସିଏ ବାବା କହୁଛି, କିନ୍ତୁ ଆଜ୍ଞା ଶୁଣୁ କହିସାରେ, ତେଣୁ ସିଏ କିନ୍ତୁ ବ୍ରହ୍ମାନନ୍ଦଂ ପରମ ସୁଖାନଂ କେବଳଂ ଜ୍ଞାନ ମୂର୍ତ୍ତିଂ ଦନ୍ଦାତି ତଂ ଗଗନ ସଦୃଶଂ ତତ୍ତ୍ୱମସାଦ୍ ଲକ୍ଷ୍ମୀ। ଏ କଥାଟା ସିଏ ଜାଣିନେ, ବୁଝିଲେ, ସିଏ କେବଳ ସଂସାର ସୁଖ ଜାଣିଛି, ତେଣୁ ସିଏ କହୁଛି ହଁ ସଂସାର କରିବାଟା ଭଲ, ନହେଲେ ମୁକ୍ତି ନାହିଁ। କାହିଁକିନା ସିଏ ତ ସଂସାର କରିଛି, ତାକୁ ଟିକେ ପଚାରିବନି ତୁ ତ ସଂସାର କରୁଛୁ ତୁ ମୁକ୍ତି ପାଇଛୁ ନା। ଆଜ୍ଞା ଯୋଉ ଲୋକଟା କହୁଛି ସଂସାର ନ କଲେ ମୁକ୍ତି ନାହିଁ, ସେ ଲୋକଟାକୁ ପଚାରେ ତୁ ସଂସାର କରୁଛୁ ତ ତୁ ମୁକ୍ତି ପାଇଛୁ ନା କଣ? ତ ସିଏ ବି ଜଣେ ଗୁରୁ ଭଳିଆ, ଟିକେ ମୁଁ ତାଙ୍କୁ ତ ନେଇକି ଯିବି ଆପଣଙ୍କ ପାଖକୁ ମତେ ସମୟ ମିଳିଲେ ବାବା। ହୁଁ କିନ୍ତୁ ମୋର କହିବା କଥା, ଘରେ ଏମିତି ପରିସ୍ଥିତି ଯେ ବି ଘରେ ଛାଡି ଯାଇଥିଲେ, ଆପଣଙ୍କ କଥା ଯୋଉ ଶୁଣୁଥିଲେ ଆପଣଙ୍କ ବଡ ଭାଇ ମା ଯାଇଥିଲେ ଆଉ ହୁଁ ବାବା ଆପଣଙ୍କ ପୁଅକୁ ନେଇଦେଲେ। ହୁଁ ବାବା ତମ ଆପଣଙ୍କ ଗୁରୁ ମାଙ୍କୁ ପଚାରିଲେ ଯେ ତୋ ପୁଅ ବାବା ହବ? 3 ହୁଁ ଥର ପଚାରିବି ହଁ ହୁଁ କି ନା ମା ଥରେ ହଁ କଲେ, ଦ୍ୱିତୀୟ ଥର ହଁ କଲେ, ତୃତୀୟ ଥର କାନ୍ଦି ପକେଇଲେ। ହୁଁ ସେମିତି ଘର ପରିସ୍ଥିତି ବି ସେମିତି। ଆମେ 4 ଭଉଣୀ 2 ଭାଇ। ହୁଁ 4 ଭଉଣୀ ବାହା ହେଇ ଯାଇଛନ୍ତି, 2 ଭାଇ ମୁଁ ହଉଛି ବଡ, କିନ୍ତୁ ଘରେ ବାପା ବୋଉ ଟିକେ ନରମି ଗଲେଣି, କିନ୍ତୁ ଏପଟେ କହୁଛନ୍ତି ବଡ ପୁଅ ହେଇଛୁ ତୁ ବାହା ସାହା ନହେଲେ ଆମେ କଣ କରିବୁ, ଏପଟେ ସାନ ଭାଇ କହୁଛି ତମେ ନନା ନବା ହେଲେ ମୁଁ ବି ବାହା ହେବିନି। ଏଇଭଳିଆ ପରିସ୍ଥିତିରେ ମୋ ବାବା ପଡିଯାଇଛି। ହଉ ଆଉ ସେ ଏଠିକି ଆସିଲେ କଥାବାର୍ତ୍ତା ହବା। ସେ ତ ବୁଝିଯାଇଛି ତୋର ଯଦି ସନ୍ନ୍ୟାସ ହବାରେ ଦୃଢ ସଂକଳ୍ପ ଅଛି, ତାହେଲେ ଆଜ୍ଞା ତୁ ହେଇପାରିବୁ, କିଛି ଅସୁବିଧା ନାହିଁ। ସେ ଆଜ୍ଞା କୋଉ ଭାଇ କୋଉ ମା କୋଉ ବାପ କାତବ କାନ୍ତା କସ୍ତେ ପୁତ୍ର ସଂସାର ରୋହ ମତିବ ବିଚିତ୍ର। କଣ ବୁଝିପାରୁଛୁ ନା, ତୋର ଯଦି ତୋ ବ୍ୟକ୍ତିଗତ କଥା ଉପରେ କେହି ଆଞ୍ଚ ଆଣିପାରିବେନି। କୋଉ ଭାଇ କାହାର, ସେ ଭାଇ କହୁଛି ତତେ ବି ତୁ ବିବାହ ହେଇସାରିଲା ପରେ ସେ ଭାଇ ତତେ ବାହା ହେଇସାରିଲା ପରେ ପଚାରିବ ନା, କେହି କାହାକୁ ପଚାରିବେନି। ତେଣୁ ଭାଇ ଗୋଟେ ଯଦି କଥା ଅଛି, ତୋ ବ୍ୟକ୍ତିଗତ କଥା, ତୁ ତୋର ଉଦ୍ଧାର ପଥ ତୋର ଯଦି ବାଛିବୁ ତୁ ତୋର ବାଛିବୁ, ତେଣୁ ସିଏ କାହା କଥାରୁ କଣ ଅଛି। ଏପଟେ କହୁଛନ୍ତି ତୁ ବାହା ସାଇକି ସଂସାର କରିକି ଗୋଟେ ଛୁଆ ପିଲା କମେଇ ଦେଇକି ତୁ ଟିକେ ତାଙ୍କୁ ଦାୟିତ୍ୱ ବୁଝିଦେ, ତୁ ନର୍ଭବା ହେଇଯାଏ, ଏମିତି ବି ନା ସେ ଜଣେ ନା ଯଦି ତୁ ସନ୍ନ୍ୟାସ ହେବା ପାଇଁ ଚାହୁଁଛୁ, ସେଥିରେ ପଶିଗଲା ପରେ ଫସିଯିବୁ ଆଉ କଣ। ନା ମୁଁ ଫସିବା ପାଇଁ ବାବା ଚାହୁଁନି। ଆପଣଙ୍କ ଚ୍ୟାନେଲ ଦେଖିଲା ପରେ ମୋର ଜ୍ଞାନ ଟିକେ ଉଦୟ ହେଇଛି। ମୁଁ ଆଗରୁ ବି ଭଗବତ ପ୍ରେମୀ ଥିଲି, ସବୁ ଅଳ୍ପ ଅଳ୍ପ ବହୁତ କିଛି ଜାଣିଛି, କିନ୍ତୁ ଆପଣଙ୍କର ଯୋଉ ବୁଝେଇବା ଶୈଳୀ, ଏତେ ଜ୍ଞାନ ଆସିଲା ପରେ ଆପଣଙ୍କ କଥା ଶୁଣିକି ମନ ପୁରା ଅଲଗା ଲାଇନରେ ପଳେଇଛି। ହୁଁ ହୁଁ ମୁଁ ତ 8 ଘଣ୍ଟା ଡ୍ୟୁଟି କରୁଛି, ଆଉ ଯେତିକି ସମୟ ପାଉଛି ଆପଣଙ୍କ ଜ୍ୟୋତି ଚ୍ୟାନେଲରେ ଜ୍ୟୋତି ଚ୍ୟାନେଲରେ ମୁଁ ସେଇ ଜ୍ଞାନକୁ ଟିକେ ଟିକେ ପାଉଛି। ହୁଁ ହୁଁ କିନ୍ତୁ ଏପଟେ ବାହା ନହେଲେ ଘରେ ଦୁଃଖ ପ୍ରକାଶ କରୁଛନ୍ତି, ଯେମିତିକା ଯୋଉ ଉଦାହରଣଟା ହେଇଦିନ ଯୋଉଥିଲେ ମା ଯେତେବେଳେ ତୃତୀୟ ପଦରେ କାନ୍ଦି ପକେଇଲେ, ବାବା ଆପଣଙ୍କୁ କହିଲେ ତୁ ବାବା ହେଇପାରିବୁନି, ତୋ ମା ଯୋଉଦିନ କହିବ ଯାଇକି ବାବା ହବୁ, ଆପଣ 10 ଟଙ୍କିଆ କହିଲେ ଦେଇ ତାପରେ ମା କହିଲେ ମତେ ତ ମୋ ପୁଅ ସବୁ ଦେଇ ସାରିଲାଣି। ସେମିତି ସେଇ କଥାରେ ବାପା ମା ବି ସୁଧା ଏଇନା ଆରାଜି ହଉଛନ୍ତି, ଏଇ ଯୋଉ ବାବା ହେଇଯାଇକି ମଠକୁ ପଳା, ଏମିତି ସେ ଚାହୁଁନାହାନ୍ତି। ଶୁଣୁ, ସେ ସିଦ୍ଧାନ୍ତ ଟା ତୋ ଉପରେ ନିର୍ଭର କରେ। ମୋର ସିଦ୍ଧାନ୍ତ ତ ନ ହେଇଥିଲେ ଆପଣଙ୍କୁ ବାବା ଫୋନ କରିଥାନ୍ତି କି? ନା ଯଦି ତୁ ସିଦ୍ଧାନ୍ତ ସେ କଥା କରିଛୁ, ତୁ ସିଦ୍ଧାନ୍ତ ତୁ ଅଟଳ ରହ। ବାପା ମା କହୁଛନ୍ତି ତାଙ୍କୁ ତୁ ବୁଝେଇବା ପାଇଁ ଚେଷ୍ଟା କର। ଦିନ ଆସିବ ସେ ବୁଝିବେ, ସମୟ ଆସିବ, ସମୟ ହେଇନି ଏବେ, ସମୟ ଆସିଲେ ସେ ବୁଝିବେ ଆଉ କଣ। ଏ କଳି ଯୁଗରେ ଏଇ ମାୟାରେ ପଡିକି ମରିବା ଅପେକ୍ଷା ଆପଣଙ୍କ ସେବା କରିକି ମରିଯିବାଟା ବି ଭଲ ଭାବୁଛି ମୁଁ ବାବା। ହୁଁ ହୁଁ କିନ୍ତୁ ଦେଖାଯାଉ କୋଉ ଦିନ ସେ ସମୟ ମିଳିବ। ମୁଁ ଚେଷ୍ଟା କରୁଛି ଏଇ ମାସ ଫେବୃଆରୀ ଭିତରେ ଯଦି ହବ ଆପଣଙ୍କୁ ଦେଖା କରିବି। ହୁଁ ଏଇ ଯୋଉ ବାବା ଆଉ ଜଣେ ବାବା ଅଛନ୍ତି, ସେ ଜଟ ଫଟା ରଖିଛନ୍ତି, ଭଲ ଜଣେ, ସେ ଆଇଁଷ ଫାଇଁଷ ଏତେ ଖାଆନ୍ତିନି, କିନ୍ତୁ ଗୁରୁ କରିଛନ୍ତି ଜଣେ 2 ଜଣ, ଯେ ଏତେ ଜ୍ଞାନ ତାଙ୍କର ନାହିଁ। ହୁଁ ତାକୁ ବି ନେଇକି ଯିବି ଆପଣଙ୍କ ପାଖକୁ। ନେଇକି କିନ୍ତୁ ଏଇ ଆସିବୁ ଯୋଉ ଆଉ। ଆଉ ମୋର କହିବା କଥା, ବାହାସାହା ନହେଲେ ପୁଣି ଯୋଉ ବାପା ମାଙ୍କ ଅଭିଶାପ ମୋ ଉପରେ ପଡିବନି ତ? ଏ ନା ଆଉ ପୁଣି ଏପଟେ ବାପା ମା କାନ୍ଦୁଥିବେ, ମୁଁ ପଳଉଥିବି ତା ବୋଲି କଣ କରିବି କିଛି ନା ବୁଝିପାରୁନି ନା ଚକ୍ର। ବାପା ମାଙ୍କୁ ସନ୍ତୁଷ୍ଟ, ଯଦି ଆସିବୁ ବାପା ମାଙ୍କୁ ସନ୍ତୁଷ୍ଟ କରିକି ଆସିବୁ। କାନ୍ଦୁଥିଲେ ପଳେଇଥିଲେ କେମିତି ହବ? ସେ ମେନ୍ ସନ୍ତୁଷ୍ଟ କଥା କେମିତି?
ଶୁଣ ମେନ୍ କଥା ହଉଛି ବାପା ଆଜ୍ଞା କୁହନ୍ତୁ। ସିଏ କେମିତି ଶାନ୍ତି ହେବେ କଣ କରିବେ ସେଇଟା ସମୟ ଆସିଲେ କହିବ। ତୁ ତୋ ହିସାବରେ ରହ, ତୁ ଆଗେ କର୍ମ କରିଚାଲ। ସେ ପ୍ରଭୁ ବାଟ ସୁବିଧା କରିଦେବେନି। ସେ ବାଟ ବି ସଳଖ ବାଟ ବି ପ୍ରଭୁ କରିଦେବେ, କିଛି ଚିନ୍ତା ନାହିଁ। ଆଉ ଅଭିରାମ ପରମହଂସଙ୍କ କଥା ବି ମୁଁ ଶୁଣିଛି, ତାଙ୍କ ଫଟୋ ବି ଘରେ ରଖିଛି। ଆଉ ଅନୁକୂଳ ଚନ୍ଦ୍ରଙ୍କର ବି ଫଟୋ ଘରେ ଅଛି। ବାପା ବି ସତ୍ସଙ୍ଗ ଆଗରୁ ଯାଆନ୍ତି। ବାପା ଟାଟା ଚାକିରି କରିଥିଲେ, ଭଲେଣ୍ଟିୟର ରିଟାୟାରମେଣ୍ଟ 95 ମସିହା। ତାପରେ ଆମେ ତ କର୍ମଜୀବୀରେ ଅଛୁ। ଭଉଣୀ ବାହାଘର ତ 4ଟା। ଭଉଣୀ ବାହାଘର କରି ମତେ ବୟସ 35 ହେଇଗଲା। ଆଜି ପର୍ଯ୍ୟନ୍ତ ମୁଁ ବାହା ହେଇନି କି ଭଲ ପାଇନି, କିନ୍ତୁ ନିଶା ପାଣି, ଗଞ୍ଜେଇ, ଆଇଁଷ, ମଦ ମାଂସ କିଛି ନାହିଁ ବାବା। ପାଠ ପଢିଛୁ ନା? ଆଜ୍ଞା। କେତେ ବାଟ ଯାଏଁ ପଢିଛୁ? ଏଇ ମେଟ୍ରିକ ପର୍ଯ୍ୟନ୍ତ ପଢିଛି। ଘରର ପରିସ୍ଥିତି ନେଇକି ଆଉ ପଢିପାରିନି। ଓହୋ। ତୁ କୋଉଠୁ କହୁଛୁ? ଆଜ୍ଞା ସୁକିନ୍ଦା, ଯାଜପୁର ଜିଲ୍ଲା ସୁକିନ୍ଦା। ଯାଜପୁର ଜିଲ୍ଲା ସୁକିନ୍ଦା। ଆଜ୍ଞା। ହଉ ହଉ କେତେବେଳେ ଆସିଲେ କଥା ହବା। ହଉ ହଉ ବାବା, ଆପଣଙ୍କୁ କୋଟି କୋଟି ପ୍ରଣାମ।